ବଢ଼ୁଛି ତାତି ଆଗାମୀ ସପ୍ତାହକ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ 3ରୁ 5 ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ମାର୍ଚ୍ଚ ମାସ ଶେଷ ବେଳକୁ କିଛି ଅଞ୍ଚଳରେ ତାପମାତ୍ରା 39ରୁ 40 ଡିଗ୍ରୀ ଯାଏଁ ଅନୁଭୂତ ହେବାର ସମ୍ଭାବନା ରହିଛି। ଆଗାମୀ ଦିନେ 2 ଦିନ ଭିତରେ ତାପମାତ୍ରାରେ ଆହୁରି 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ସହ ବିଶ୍ୱ ପାଣିପାଗ ସଂଗଠନର ପୂର୍ବାନୁମାନ ଚିନ୍ତା ବଢ଼ାଇଛି। ସଂଗଠନ କହିଛି ଏଲନିନୋ ଦୁର୍ବଳ ଥିବା ସତ୍ତ୍ୱେ ତାପମାତ୍ରା ଅଧିକ ରହିବ। ବିଶେଷ କରି ମାର୍ଚ୍ଚରୁ ମେ ମାସ ମଧ୍ୟରେ ସମସ୍ତ ସ୍ଥଳଭାଗରେ ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରହିବ ବୋଲି ପୂର୍ବାନୁମାନ କରାଯାଇଛି। ମାର୍ଚ୍ଚରୁ ମେ ମାସ ଭିତରେ ଏଲନିନୋର ପ୍ରଭାବ ବଳବତ୍ତର ରହିବାର ପ୍ରାୟ 60% ସମ୍ଭାବନା ଅଛି। ସେହିପରି ଏପ୍ରିଲରୁ ଜୁନ ଭିତରେ ନିରପେକ୍ଷ ସ୍ଥିତି ଅର୍ଥାତ୍ ଏଲନିନୋ କିମ୍ବା ଲା ନିନା ଆସିବାର 80% ସମ୍ଭାବନା ରହିଛି। ଏଲନିନୋ ସାଧାରଣ ଭାବେ ପ୍ରତି 2ରୁ 7 ବର୍ଷ ପର୍ଯ୍ୟନ୍ତ ହୁଏ, ଆଉ ଏହାର ପ୍ରଭାବ 9ରୁ 12 ବର୍ଷ ପର୍ଯ୍ୟନ୍ତ ରହିଥାଏ। ଏଲନିନୋ ଏକ ପ୍ରାକୃତିକ ଜଳବାୟୁ ଢାଞ୍ଚା। ଏହା କେନ୍ଦ୍ରୀୟ ଏବଂ ପୂର୍ବ ଗ୍ରୀଷ୍ମମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠର ଉଷ୍ଣତା ସହ ଜଡ଼ିତ। ଏହା ପୃଥିବୀର ବିଭିନ୍ନ ସ୍ଥାନରେ ପାଣିପାଗ ଓ ଝଡ଼ର ଢାଞ୍ଚାକୁ ପ୍ରଭାବିତ କରିଥାଏ।